ସବୁବେଳେ ତଦନ୍ତ ହବ କହୁଥିବା ଆମର ପ୍ରିୟ ଆଇନ ମନ୍ତ୍ରୀ ଏଠି ତଦନ୍ତ ପାଇଁ ପାଟି ଖୋଲୁନାହାନ୍ତି ବାହାରକୁ ଆସୁନାହାନ୍ତି। ଜଗନ୍ନାଥଙ୍କ କଥା ସେଠି କାହିଁ କହିବେ? ଆପଣ ସେ ଆପଣଙ୍କ ଆଇନ ବିଭାଗରୁ ଇସ୍ତଫା ଦିଅନ୍ତୁ। ତାଙ୍କୁ ମଦ ବିଭାଗ ପୂର୍ତ୍ତ ବିଭାଗ ଦିଆଯାଇଛି। ସେ ବିଭାଗ ଆପଣ ବୁଝନ୍ତୁ। ଆଇନ ବିଭାଗ ଗୋଟେ ବ୍ୟକ୍ତିଗତ ଲୋକକୁ ଦିଆଯାଉଛି କେବଳ ଜଗନ୍ନାଥଙ୍କ କଥା ସେ ବୁଝିବ। କାରଣ ଆଇନ ବିଭାଗ ଅଧୀନରେ ଜଗନ୍ନାଥ ମନ୍ଦିର ଆସୁଛି। 24 ଘଣ୍ଟିଆ ପ୍ରଶାସକ ଦିଅନ୍ତୁ। ଏଠି ଗୋଟେ ମୁଖ୍ୟ ପ୍ରଶାସକ ଦେଇଛନ୍ତି। ସେ 4ଟା ବିଭାଗରେ ଭୁବନେଶ୍ୱରରେ ଅଛନ୍ତି ସଚିବ। ଏଠି ରହିଲେ ସେ କୋଉଠି କାମ କରିବେ କେମିତିକା? ସୁପ୍ରିମକୋର୍ଟ କହିଛି ଆପଣ 24 ଘଣ୍ଟିଆ ଦିଅନ୍ତୁ। ତ ଏଥିରୁ ଆମେ ଜାଣିଲୁ ଯେ ଏଇ ସବୁ ଘଟଣାକୁ ଆପଣ ଏଗୁଡ଼ା ସବୁ ଆପଣମାନେ ନିହାତି ମାନେ ଏତେଲା ହେବା ଦରକାର ଏବଂ 70ଟା ମଦକୁ କିଏ ନେଲା ସେଥିପାଇଁ ମୁଖ୍ୟ ପ୍ରଶାସକ ବର୍ତ୍ତମାନ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ। ଆଇନ ମନ୍ତ୍ରୀ ବର୍ତ୍ତମାନ କୁଆଡ଼େ ଲୁଚିଲେ ତଦନ୍ତ ହେବ ବୋଲି ସବୁବେଳେ କହୁଥିବା ତଦନ୍ତ ମନ୍ତ୍ରୀ ସେ ଚୁପ୍ ରହିଥିବାରୁ ସେ ଇସ୍ତଫା ଆମର ଦାବି ଏବଂ ଏତେଲା ଦିଆହେଲା। ଆଗକୁ କ'ଣ ହେଉଛି ଦେଖନ୍ତୁ। ଚୋର ନିଶ୍ଚୟ ଧରା ହେବ। ଜଗନ୍ନାଥଙ୍କର ଯିଏ ଚୋରି କରିଛି ଧରା ହେବାଟା ଫାଇନାଲ। କିନ୍ତୁ ତାକୁ ତଦନ୍ତ କରିବ କିଏ? ଗୋଟେ ଏତେଲା ହେଲେ ତ। ତେଣୁ ଓଡ଼ିଶାବାସୀ ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ଆମେ କାଳିଆର କୁକୁର ହିସାବରେ ଯେ ଏତେଲା ଦେଲୁ କାଳିଆ ଉପରେ ଛାଡ଼ିଲୁ। କାଳିଆ ଆପଣ ଏଠୁ ନ୍ୟାୟ ବିଚାର କରିବେ।